ପାନ କି ଯେତେବେଳେ ରୋଷେଇ କରିଛନ୍ତି ପ୍ରଭୁଙ୍କୁ ବାଡ଼ି ଖାଇବାକୁ ଦେଇଛନ୍ତି ଏପଟ ସେପଟ ହେଲେ କହିଲେ ପ୍ରଭୁ ଆଜି ମୋ ପାଳି ନା ମୁଁ ତମ ଚାଲିରୁ ଜାଣି ସାରିଲିଣି ତମେ ରୋଷେଇ କରିଥିବ ନା କେମିତି ଜାଣିଲ ସ୍ତ୍ରୀ ମାନଙ୍କର ଗୋଟେ ଫୁଲେଇ କଥା ନୁହଁ କି ଯୋଉଦିନ ନୂଆ ଶାଢୀଟେ ପିନ୍ଧିଥିବେ ତମ ଆଗରେ ଚାଲିକିରି ପଣତ ବଜେଇ ବଜେଇ ତମ ନାକ ଛିଡେଇ ଦେବେ ଖାଲି ତମେ ତାକୁ ଅନେଇବ ପଚାରିବ କଣ ନୂଆ ଲୁଗାଟେ ତ ମୋ ନନା ଆଣିଥିଲା ଏଇ ତକ କହିବ ବୋଲି ସେ ନାକ ଛିଡେଇ ଦବ କହିଲେ ତମ ଚାଲି ତ କହୁଛି ତମେ ରୋଷେଇ କରିଥିବ ପ୍ରଭୁ ମୁଁ ରୋଷେଇ କରିଛି କେମିତି ଲାଗୁଛି ନା ଭଲ ହେଇଛି ଭରତ ଶତ୍ରୁଘ୍ନ ଲକ୍ଷ୍ମଣ କହିଲେ ହଁ ଭଲ ଲାଗିବନି ଆଉ କଣ ଲାଗିବ ମା ତ ରୋଷେଇ କରିଛନ୍ତି ଟିକିଏ ପରେ କହିଲେ କିନ୍ତୁ ଆଉ ହାତ ଯୋଡ଼ିଦେଲେ ସୀତା କହିଲେ ପ୍ରଭୁ ମା ମାନେ ରୋଷେଇ କଲେ ଭଲ ଲାଗିଲାନି ମୁଁ ରୋଷେଇ କଲି ଭଲ ଲାଗିଲାନି ଆଉ 14 ବର୍ଷର ଭିତରେ ଆପଣ କୋଉଠି ଏମିତି କଣ ଖାଇଦେଲେ ଯେ ଆପଣଙ୍କୁ ଆମ ହାତ ରୋଷେଇ ଭଲ ଲାଗୁନି ଭଗବାନ ରାମ ସେଦିନ ଗୋଟିଏ ଧାଡ଼ିରେ କହିଥିଲେ କହିଲେ ମା 14 ବର୍ଷ ଭିତରେ ମୁଁ ଦିନେ ଖାଇଛି ଆଉ ସେ ଖାଇବା ମତେ ଜଣେ ଦେଇଛି ସେ କିଏ ସେ ମା ସବରୀ କୋଳରେ ବସେଇଛି ମିଠା ଫଳ ଚାଖି ଚାଖି କାଳେ କଷା ପିତା ଫଳ ମୋ ପାଟିକି ଯିବ ନିଜେ ଦାନ୍ତ ଲଗେଇ ଦଉଛି ହସି ହସି ଭାବ ବିହଳ ହେଇ ମୋ ପାଟିରେ ଖୁଆଇ ଦେଇଛି ଯିଏ ଯେତେ ଖାଇବା ଦେଇଛି ସେ ଖାଇବା ସୃଷ୍ଟିରେ କେହି ଦେଇନି ସେ ପରା ମା ମା ଖାଇବା ସୃଷ୍ଟିରେ ଆଉ କାହା ପାଖରେ ନାହିଁ କାହିଁକି ଏ କଥା କହୁଛି ନା ଅଭିମାନ କରି ବସିଛି ପଶ୍ଚିମ ଦିଗବେଳାରେ ଆଇଶ୍ୱ ରୂପକ ସୂର୍ଯ୍ୟ ରତ ରତ ହେବାକୁ ବସିଲେଣି ଚାହିଁ ରହିଛି ହେ ରଘୁପତି ହେ ରଘୁନାଥ ତୁ କଣ ଆସିବୁନି ସମୟ ସରି ସାରିଲାଣି ଆୟୁଷ ବିତିଗଲାଣି ଏମିତି କଣ ବୁଢ଼ୀ ସର୍ବହରା ହେଇଯିବ ତାହେଲେ ସେଦିନ ସବରୀ ପାଇଁ ମଧ୍ୟ ପ୍ରଭୁ ଯାଇଛନ୍ତି ଯଦି ସେଦିନ